ଏଇ ବେଗରେ 40ଟା ଖଣ୍ଡେ ଓଉ ଅଛି। ଆଉ ଲୋକଙ୍କୁ ଆଜି ଭାବିଛି ସବୁ ଏ ଓଉ ତକ ଦେଇଦେବି। ଓଉ ଗୋଟାକ 10 ଟଙ୍କା ଲେଖାଏଁ ଦେବି। ଆଉ ପ୍ରାୟ ହବିଷ ଡାଲମା ପାଇଁ ଟିକେ ଦରକାର, ଖଟା ଟିକେ କରିବା ପାଇଁ ଦରକାର। ଲୋକମାନେ ଟିକେ ତଥାପି ଦେଲା ପରେ ବି ଅମଙ୍ଗ ହେଉଛନ୍ତି, କହୁଛନ୍ତି ଯେ କିଏ କରିବ, ଗୁଡ଼ କେଉଁଠୁ ଆଣିବ। ପାଖ ଦୋକାନରେ କହିଦେଇଛି ଓଉ ଯିଏ ଗୋଟିଏ ଓଉ ଦେଖେଇବ ତାକୁ 250 ଗୁଡ଼ ଦେବ। ତାପରେ ତାକୁ ମୁଁ ଦୋକାନ ସେ ପଇସା ଦେବେ। ଗୁଡ଼ ଗୋଟା ମାନେ ଓଉ ଗୋଟାକେ 250 ଲେଖାଏଁ ଗୁଡ଼, ବାକି 10 ଟଙ୍କା। ଯିଏ ଯାହା ନେବା କଥା ଆସି ନିଅ। କାଲିକି ଅଛି ଶନିବାର, ଯେଉଁ ଶନିବାର ଅଛି ମୁଁ ଓଉ କିଛି ଆଣିଛି। କାର୍ତ୍ତିକ ମାସର ଲୋକମାନେ ସବୁ ସୋମବାର ଶନିବାର ଧବଳେଶ୍ୱରଙ୍କ ଓଷା କରନ୍ତି। ତେଣୁକରି ମୁଁ ଭାବିଲି ଯେ ପ୍ରାୟ ଲୋକ ଟିକେ ରୋଷେଇବାସ କରି ଖାଇବାକୁ ଓଉ କିଣିବାକୁ ପାଉନାହାନ୍ତି, ସୁବିଧା ହେଉନି। ତେଣୁକରି ମୁଁ ଚାହିଁଛି ଯିଏ ଓଉ ଗୋଟାକ ନେବ ତାକୁ ଗୋଟାଏ ଓଉ ପିଛା 10 ଟଙ୍କା ଲେଖାଏଁ ଦେବି। ଗୋଟାଏ ଓଉ ଦେବି, 10 ଟଙ୍କା ଦେବି। ଆଉ ସବୁ କିଏ ନେବା କଥା ଆସ। ତମର ନେବ କହୁଥିଲ, କେତେଟା ନେବ? ଧର ଯୋଡ଼ାଏ, ଆଉ ଗୋଟେ ଧର, ତମର ଧର 20 ଟଙ୍କା ହେଲା ତ। ତମର କହିଦେବ ଆଉ ଯେ ଆଜି ନେବେ ନେବେ। ଏଠୁ ମୁଁ ବର୍ତ୍ତମାନ 2 ଘଣ୍ଟା ଯାଇ ବସିଛି। 2 ଘଣ୍ଟାରେ ବି ଓଉ ଗୋଟାକ 10 ଟଙ୍କା ଲେଖାଏଁ ମୁଁ ଦେବି। ଆସ ଏପଟେ ଆସ, ଏପଟେ ଆସ, ଏପଟେ ଆସ, ଏପଟେ ଆସ। ନିଅ ଧର, ନିଅ। ଠିକ୍ ଅଛି ଭାଇ, ମୁଁ ତ ବସିବି ଆଜି ଦିନ ସାରା ଏଇଠି। ଆଉ 10 ପୁଣି ଅଛି, ଆଉ ଆଣିବି।